ସକାଳୁ ଆଜି ମା ଜରିଏ ପୁରା କାଢ଼ି ଦେଇଥିଲେ ଠାକୁର ଘରୁ ଏମିତିକା ଫୁଲ ଗୁଡ଼ାକ। ଆଉ ଏଇଟା ହେଉଛି 2 ଦିନର ଫୁଲ, ମାନେ ଗୋଟେ ଦିନର ହେଲେ ତ ବହୁତ କମ୍ ରହିବ, 2 ଦିନର ଫୁଲ ଏଗୁଡ଼ାକ। ଆଉ 2 ଦିନ ଯାକ ଫୁଲ ଟିକେ ରହିଲା ପରେ ଟିକେ ଏମିତିକା ଫୁଲ ପାଖୁଡ଼ା ଗୁଡ଼ାକ ଟିକେ ଲାଳୁକା ହିଁ ଲାଗେ। ତ ସେଥିରେ କିଛି ଥିଲା ଗେଣ୍ଡୁ ଫୁଲ, ଆଉ କିଛି ଥିଲା ଆମର ହେଉଛି ମଉଳା ଫୁଲ, ବାସି ମଉଳା ଫୁଲ କ'ଣ କହିଲେ ମନ୍ଦାର ଗଛର। ତ ଏସବୁରୁ ଆଜି ମୁଁ ଖତ ବନେଇବି। ତ ଏଇଟା ମୁଁ ହେଉଛି ପ୍ରାୟତଃ ମୋର ଗାର୍ଡ଼େନିଂରେ ବହୁତ ସମୟରେ ଆଡ଼୍ କରେ। କିନ୍ତୁ କେବେ କେବେ ୟାର ଭିଡ଼ିଓ ମୁଁ ଲଙ୍ଗ୍ ଭିଡ଼ିଓରେ ସେୟାର କରୁଛି, ପ୍ରାୟତଃ ମୁଁ ସର୍ଟ୍ସ ଭିଡ଼ିଓରେ ଏତେ ସେୟାର କରେନି। ତ ଆଜି ସର୍ଟ୍ସ ଭିଡ଼ିଓରେ ହିଁ ଆପଣମାନଙ୍କୁ ଜଣାଇବି ଏଇ ଯେଉଁ ଫର୍ଟିଲାଇଜରଟା ମୁଁ କେମିତି ବନାଏ। ତ ଚାଲନ୍ତୁ ଆଜିର ଭିଡ଼ିଓଟି ଆରମ୍ଭ କରିବା। ସ୍କିପ୍ ଜମାରୁ ବି କରନ୍ତୁନି, ଆପଣଙ୍କ ଉପକାରୀ ବହୁତ ହି ଆସିବ। ପ୍ରଥମେ ତ ଶୁଖିଲା ଫୁଲରୁ ପୁଷ୍ଟିକର ଜୈବିକ କମ୍ପୋଷ୍ଟ ଆଜି ତିଆରି କରିବା। ଗୋଟେ ଏମିତି ବାଲ୍ଟି ନେବେ, ସେଥିରେ କିଛି ପାଣି ନିଅନ୍ତୁ, ଆଉ ସେଥିରେ ଶୁଖିଲା ଫୁଲକୁ ଏମିତିକା 2ରୁ 5 ଦିନ ପର୍ଯ୍ୟନ୍ତ ଭିଜେଇକି ରଖନ୍ତୁ। ତ ମୁଁ ପ୍ରଥମେ ଏଇ ଫୁଲଟା ଭିଜେଇବା ପୂର୍ବରୁ ନା ମୁଁ କିଛି ଗେଣ୍ଡୁ ଫୁଲ ଯେଉଁଗୁଡ଼ାକ ଥିଲା ସେଗୁଡ଼ାକ ବସି ପଡ଼ିଛି ତାକୁ ଛିଡ଼େଇବାରେ, କାହିଁକିନା ଏଗୁଡ଼ା ନ ଛିଡ଼ିଲେ ଭଲସେ ଭିଜିବନି, ଆଉ ସେଇଟା ବି ମଧ୍ୟ ଆମର କମ୍ପୋଷ୍ଟ ଭଲସେ ରେଡ଼ି ହେବନି। ତ ସେଥିପାଇଁକା ଏମିତିକା ଗେଣ୍ଡୁ ଫୁଲ ଥିଲେ ତାକୁ ଛିଡ଼େଇ ଦେବେ। ଆଉ ଯଦି ଫ୍ରେଶ୍ ଫୁଲ ନେଉଛନ୍ତି ମନ୍ଦାର ଫୁଲକୁ, ତାକୁ ବି ମଧ୍ୟ ଏମିତିକା ଛିଡ଼େଇ ପାରିବେ। ଯଦି ବି ଆହୁରି ଗ୍ଲାଇଣ୍ଡିଙ୍ଗ କରିଦେବେ ଆହୁରି ବହୁତ ହି ଭଲ ରହିବ। ଆଉ ଯଦି ଏମିତିକା ପୁରା 3-4 ଦିନର ଫୁଲ ନେଉଛନ୍ତି, ତାହେଲେ ଆପଣ ଏମିତି ଛିଡ଼େଇବା କିଛି ଦରକାର ପଡ଼ିବନି, ମନ୍ଦାର ଫୁଲକୁ ସେମିତି ନିଅନ୍ତୁ। ତାପରେ ସେଥିରେ କିଛି ପିଟୁନିଆ ଫୁଲ ପକେଇବି। ପିଟୁନିଆ ଫୁଲରେ କ'ଣ ପାଇଁ ନା, କାହିଁକିନା ଏଟାର ଗ୍ଲିସେରିନ୍ ବହୁତ ହି ଭଲ ରହେ, ବନି ରହେ, ଯେଉଁଥିପାଇଁକା ଫଙ୍ଗସ୍ ଲାଗେନି ଏ ଗଛରେ ଏତେ। ଆଉ ଏଥିରେ ହେଉଛି କୌଣସି ଆଣ୍ଟିଭାଇରସ୍ ବି ଲାଗେ। ତ ସେଥିପାଇଁକା ପିଟୁନିଆ ଫୁଲ 4-6ଟା ଯାହା ବି ମିଳିଲା ବାସି ଫୁଲ ତାକୁ ପକେଇ ଦେଇଥିଲି। ତାପରେ ଏଥିରେ ନେବା କିଛି ଗୋବର ଖତ, ସେଥିରେ ଏବେ 2ରୁ 3 ମୁଠା ମୁଁ ଗୋବର ଖତ ମିଶାଇ ଦେଲି। ତାପରେ ସେଥିରେ ହାଲକା ପାଣି ଦେଇଦେଲି ତାକୁ ଭିଜିବା ମୁତାବିକ। ତ ଏଇଟା ଆବଶ୍ୟକ ଅନୁସାରେ ଗୋବର ଖତଟା ଆପଣ ନେବେ। ତ ଶୀତ ଦିନ ପାଇଁ ଖାସ୍ କରି ମୁଁ କହିବି, ଶୀତ ଦିନରେ ଯଦି ଗୋବର ଖତ ବା ଏଇ ଯେଉଁ ଫର୍ଟିଲାଇଜରଟା ବନାଉଛନ୍ତି ବା ଏଇ ଖତଟା ବନାଉଛନ୍ତି, ତେବେ ସେଥିରେ ଗୋବର ଖତ ମାପ ଆପଣ ଅଧିକା ରଖିବେ, ଯେମିତି 8ରୁ 10 ମୁଠା ମାପରେ ରଖିବେ। ଆଉ ଖରା ଦିନରେ ଯଦି ଏଇ ଖତକୁ ବନେଇବେ, ତେବେ ସେଥିରେ ଆପଣ 2ରୁ 3 ମୁଠା ମାପ ମିଶାଇବେ। ଆଉ ବର୍ଷା ଦିନରେ କହିବି ଆପଣ ଗୋବର ଖତକୁ ସ୍କିପ୍ ରଖିବେ। ଆପଣ କେବଳ ଏମିତିକା ଖାଲି ମଉଳା ଫୁଲରେ ହିଁ ଆପଣ ଫର୍ଟିଲାଇଜରଟା ବନେଇକି ଆଡ଼୍ କରିବେ। ଆପଣଙ୍କ ଗଛ ପାଇଁ ବହୁତ ହି ବେଷ୍ଟ ରହିବ, ଫୁଲ ବହୁତ ହି ଭଲ ଆସିବ। ବର୍ଷା ଦିନରେ ଖାଲି ଶୁଖିଲା ଫୁଲକୁ ଖାଲି ହୋଲ୍ କରିକି ଏମିତିକା ପୋତି ଦେବେ ସାଇଡ଼୍ରେ, ବହୁତ ହି ବଢ଼ିଆ ରହିବ। ତ ମୁଁ ଏଠି କମ୍ପୋଷ୍ଟଟା ଭିଜେଇକି ଖରାରେ ରଖିଦେଲି 2 ଦିନ। ତାପରେ ମୋର ଫର୍ଟିଲାଇଜର ବନିକି ରେଡ଼ି ହେଇଯାଇଛି। ଏ ଖତକୁ ଆପଣ 2ରୁ 4 ଦିନ ଆପଣ ଭିଜେଇ ପାରିବେ, ନହେଲେ 5 ଦିନ, 3ରୁ 5 ଦିନ ବି ମଧ୍ୟ ଭିଜେଇ ପାରିବେ। ଯେମିତି ଭିଜେଇବେ ସେଇ ହିସାବରେ ଫର୍ଟିଲାଇଜରଟା ଗାଢ଼ା ହୁଏ, ପତଳା ହୁଏ, ବାସ୍ ସେତିକି। ମୁଁ ଏଇଟା ଯେହେତୁ 2 ଦିନ ଭିଜେଇଛି, ତାପରେ ହେଉଛି ମୋର ଫର୍ଟିଲାଇଜର ବଢ଼ିଆ ସେ ବନିକି ରେଡ଼ି ହେଇଯାଇଛି। ଗୋବର ଖତ ଭିଜିଗଲା ପରେ ବି ଏମିତି କଳା ହେଇଯାଏ। ଖାଲି ଫୁଲ ବି ଯଦି ଭିଜେଇବେ ବି ଏମିତି କଳା ଟିକେ ଲାଳୁକା ହୁଏ ପାଣିଟା। ତାପରେ ଏଥିରେ ସାଦା ପାଣି 2 ଗ୍ଲାସ୍ ମିଶାଇ ଦେଇଥିଲି। ମିଶାଇ ସାରିଲା ପରେ ମୁଁ ପତଳା ଫର୍ଟିଲାଇଜର କରିକି ସବୁ ଛୋଟ ବଡ଼ ଗଛରେ ଦେଇ ଦେଇଥିଲି। ମନ୍ଦାର ଗଛ, ସେବତୀ ଗଛ ସବୁଥିରେ ଦେଇପାରିବେ, ବହୁତ ହି ବଢ଼ିଆ ରହିବ, ରେଜଲ୍ଟ ମିଳିବ ଆପଣଙ୍କୁ।